नमस्कार। ଯେତେବେଳେ ଭାରତ 7 ମେ ରାତି ଗୋଟାଏ ବେଳେ ଅଧଘଣ୍ଟାଏ ପାଇଁ ଆକ୍ରମଣ କଲା ଏବଂ 7ଟି ଠିକଣାକୁ ଏକା ସାଙ୍ଗରେ ପାକିସ୍ତାନ ଭେଦ କଲା। ଏ ଘଟଣା ସେତେବେଳେ ଘଟିଲା ଯେତେବେଳେ ଭାରତର ଆତଙ୍କବାଦୀ ଆକ୍ରମଣ କଲେ ପେହେଲଗାମ ଠାରେ ଯୋଉ ହିନ୍ଦୁ ଧର୍ମ ପଚାରିକି ଯୋଉ ନରସଂହାର କରାଗଲା। ତାପରେ ଭାରତରେ ପ୍ରାୟ ଅନେକ ବିଭିନ୍ନ ଧର୍ମର ଲୋକମାନେ ଠାରୁ ଆରମ୍ଭ କରିକି ଗଣମାଧ୍ୟମ ଠାରୁ ଆରମ୍ଭ କରିକି ସମସ୍ତେ ଗୋଟେ ପ୍ରତିକ୍ରିୟାଶୀଳ ହେଲେ। ପ୍ରତିକ୍ରିୟା ଏମିତି ହେଲେ ଭାରତୀୟ ସରକାର ଆମେ ଏହାର ଚିତ୍ର ବୁଝିବା, ଗ୍ରାଫିକ୍ସ ମଧ୍ୟରେ ବୁଝିବା କଣ ରହିଛି ୟାର ସ୍ଥିତି। ଆମେ ଯୋଉ ଦେଖୁଛନ୍ତି ଯୋଉ ସ୍ପଟ ରହିଛି ଜାମ୍ମୁ କାଶ୍ମୀରର ଯୋଉ ଉପରକୁ ଯୋଉ ନୀଳ ସ୍ପଟ ରହିଛି ସେଟା ହଉଛି ପାକିସ୍ତାନ ଅଧିକୃତ କାଶ୍ମୀର, ଯାହାକୁ ଆମେ POJK କହୁଛନ୍ତି। ଯଦି ଦ୍ୱିତୀୟ ଦେଖିବା ଅକ୍ୱାର୍ଡ କରିକି ଯୋଉ ବେଆଇନ ଭାବରେ ଆଉ କିଛି ଅଞ୍ଚଳ ମଧ୍ୟ ଚାଇନା ରଖିଛି। ଏ ଯୋଉ ରହିଲା ଲାଇନ ଅଫ ଏ ଯୋଉ ଆପଣ ଗାର ଦେଖୁଛନ୍ତି ଏଟା ହଉଛି LOC ଲାଇନ ଅଫ କଣ୍ଟ୍ରୋଲ। ଏଟା ହଉଛି କଣ ଲାଇନ ଅଫ କଣ୍ଟ୍ରୋଲ ଠାରୁ ଭାରତ ସୀମା ରହୁଛି, ଲାଇନ ଅଫ କଣ୍ଟ୍ରୋଲ ଠାରୁ ସେପଟେ ଯୋଉଟା ରହୁଛି ସେଟା ପାକିସ୍ତାନ ଅଧିକୃତ ରହୁଛି। ଯେତେବେଳେ ବର୍ବରତ ହତ୍ୟା କରାଗଲା ତାପରେ ପାକିସ୍ତାନ ଯୋଉ ଅଛି ଆତଙ୍କୀ ଆଡା ଅଛି, ବିଭିନ୍ନ ଆତଙ୍କୀ ଆଡା ଅଛି ଯୋଉ ଆମେ କହୁଛନ୍ତି ଯୋଉଟା POJK ଯୋଉଟା ପାକିସ୍ତାନ ଅଧିକୃତ କାଶ୍ମୀର, ସେଠି ଅନେକ ଆତଙ୍କିତ ଆଡା ମଧ୍ୟ ଆଜି ଟ୍ରେନିଂ ଦିଆଯାଉଛି, ଟ୍ରେନିଂ ନେଇକି ପ୍ରସ୍ତୁତ କରାଯାଉଛି ବିଭିନ୍ନ ଭାରତ ନୁହଁ ଅନ୍ୟ ଦେଶରେ ମଧ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତ କରାଯାଉଛି। ଭାରତରୁ ଏଇ ଲାଇନରେ ଯୋଉ LOC ର ପୂର୍ବରୁ ଭାରତରୁ ଏୟାର ଫୋର୍ସ ଏବଂ ଇଣ୍ଡିଆନ ଆର୍ମି ଏକା ସାଙ୍ଗରେ ଆକ୍ରମଣ କଲେ ଏବଂ ସଫଳତା ମଧ୍ୟ ପାଇଲେ। ଯୋଉ 9ଟି ସ୍ଥାନକୁ ଏକା ସାଙ୍ଗରେ ରାତିରେ ଆକ୍ରମଣ କରାଗଲା ତାପରେ ଏକ ଯୁଦ୍ଧର ବିଷମ ପରିସ୍ଥିତି ବର୍ତ୍ତମାନ ସୃଷ୍ଟି ହେବା ଦେଖିବାକୁ